ହ୍ୟାଲୋ ପିଲାମାନେ, ଆଜି ଆମେ ବଡ଼ପଣ ପଦ୍ୟ ସମ୍ପର୍କରେ ଆଲୋଚନା କରିବା। ଏହି କବିତାଟି କବି ରାଧାନାଥ ରାୟଙ୍କ ଦ୍ୱାରା ରଚିତ ଦରବାର କାବ୍ୟର ଅଂଶବିଶେଷ ଅଟେ। ଏହାର ବିଷୟବସ୍ତୁ ହେଉଛି ବିଶ୍ୱବିଖ୍ୟାତ ଜ୍ୟୋତିର୍ବିଦ୍ ପଠାଣି ସାମନ୍ତଙ୍କୁ ସମ୍ବର୍ଦ୍ଧନା ଦେବା ପାଇଁ କଟକର ବାରବାଟୀଠାରେ ଏକ ସଭାର ଆୟୋଜନ କରାଯାଇଛି। ଏହି ସଭାକୁ ଆସିଥିବା ରାଜା ଓ ଜମିଦାରମାନେ ନିଜର ଅହଙ୍କାର ଦେଖାଇଛନ୍ତି। ତାଙ୍କର ଅହଙ୍କାର ଦେଖି କବି ଆଉ ସହିପାରିନାହାନ୍ତି। କବିବର ରାଧାନାଥ ରାୟ ସହିପାରିନାହାନ୍ତି ଓ ସେମାନଙ୍କୁ କଟାକ୍ଷ କରି ବା ଇଙ୍ଗିତ କରି ସେମାନଙ୍କୁ ବ୍ୟଙ୍ଗ କରି ସେହି କାବ୍ୟଟିକି ରଚନା କରିଛନ୍ତି, ଦରବାର କାବ୍ୟ। ଏହି ଦରବାର କାବ୍ୟର ଅଂଶବିଶେଷ ହେଉଛି କ'ଣ ନା ବଡ଼ପଣ। ଚାଲନ୍ତୁ ଆଉ ଡେରି ନକରି ଆରମ୍ଭ କରିବା ବିଷୟବସ୍ତୁ। ମନେ ନାହିଁ ତୁମ୍ଭେ କାହାର ସନ୍ତାନ, କେଶରୀ ଔରସେ ତୁମ୍ଭେ ପରାଶନ। ମନେ ନାହିଁ ତୁମ୍ଭେ କାହାର ସନ୍ତାନ। କବି ଏଠି ରାଜାମାନଙ୍କୁ ଚେତାଇ ଦେଇ କହୁଛନ୍ତି, ତୁମର କ'ଣ ମନେ ନାହିଁ ତୁମେ କାହାର ସନ୍ତାନ ବୋଲି। କେଶରୀ, କେଶରୀ ଅର୍ଥ କ'ଣ ନା ସିଂହ। ଶ୍ୱାନର ଅର୍ଥ ହେଉଛି କ'ଣ ନା କୁକୁର। କବି କଟାକ୍ଷ କରି କହୁଛନ୍ତି, ସିଂହର ଔରସରେ ତୁମେମାନେ କୁକୁରମାନେ ଜନ୍ମ ହୋଇଛ। କାହାକୁ କହୁଛନ୍ତି ନା ବର୍ତ୍ତମାନରେ ବା ସେହି ଦରବାରରେ ଉପସ୍ଥିତ ଥିବା ରାଜାମାନଙ୍କୁ କହୁଛନ୍ତି। ତାପରେ କ'ଣ କହୁଛନ୍ତି, ପୂର୍ବପୁରୁଷର ପ୍ରତିଷ୍ଠା ବିଶାଳ, ବିକି ଭାଙ୍ଗି ଖାଉଥିବ କେତେ କାଳ। କବି ଏଠାରେ କହୁଛନ୍ତି ଯେ ତୁମ୍ଭ ପୂର୍ବପୁରୁଷମାନଙ୍କର ପ୍ରତିଷ୍ଠା ଅତ୍ୟନ୍ତ ବିଶାଳ। ଏହାକୁ ତୁମେ କେତେ ଦିନ ପର୍ଯ୍ୟନ୍ତ ଏହିଭଳି ବିକି ଭାଙ୍ଗି ଖାଉଥିବ। ଏହି କଥା କହିଛନ୍ତି। ପିଲାମାନେ ବୁଝିପାରୁଛନ୍ତି ତ ଆପଣମାନେ? ସେ ପ୍ରତିଷ୍ଠାରେ ନିଜେ ତିଳେ ନ ବଢ଼ାଇ କରୁଥିବ ଆଉ କେତେ ତା ବଢ଼ାଇ। କବି କହୁଛନ୍ତି ସେହି ପ୍ରତିଷ୍ଠାକୁ ତିଳେ ବା କିଞ୍ଚିତ ମାତ୍ରାରେ ବା ସାମାନ୍ୟ ଟିକେ ବି ଆପଣମାନେ ନ ବଢ଼େଇ କ'ଣ କରୁଛନ୍ତି, କେତେ ଦିନ ଏହିପରି କ'ଣ କରୁଥିବେ ନା ବିକି ଭାଙ୍ଗି ଖାଉଥିବେ। ତାପରେ କହୁଛନ୍ତି, ଥିଲେ ଆଗେ ଯେଉଁ ଉତ୍କଳର ସ୍ୱାମୀ, ବର୍ଣ୍ଣି ଶିଖା ପରି ସଦା ଊର୍ଦ୍ଧ୍ୱଗାମୀ। ପୂର୍ବ କାଳରେ ଯେଉଁମାନେ ଉତ୍କଳର ସ୍ୱାମୀ ବା ସ୍ୱାମୀ କହିଲେ କ'ଣ ନା ରାଜା, ଉତ୍କଳର ଯେଉଁ ରାଜାମାନେ ଥିଲେ ସେମାନେ ବର୍ଣ୍ଣି ଶିଖା କ'ଣ ନା ଅଗ୍ନିର ଶିଖା ଯେଉଁଭଳି ଭାବରେ ଊର୍ଦ୍ଧ୍ୱଗାମୀ, ସେହିଭଳି ସେମାନେ ସଦାସର୍ବଦା ଊର୍ଦ୍ଧ୍ୱଗାମୀ ଥିଲେ। ତୁମ୍ଭେ ହୋଇ ସେହି ବଂଶର ସନ୍ତତି, ଜଳଧାରା ପରି ହେଲ ଅଧୋଗତି। ତୁମେମାନେ ସେହି ବଂଶର ସନ୍ତାନ ହୋଇ ମଧ୍ୟ କ'ଣ ତୁମର ଗତି ଜଳଧାରା ପରି ନିମ୍ନ। ଜଳଟି ସଦାସର୍ବଦା ନିମ୍ନଗାମୀ ବା ଜଳ ସଦାବେଳେ ନିମ୍ନକୁ ଗତି କରିଥାଏ। କବି ଏଠାରେ କହୁଛନ୍ତି, ତୁମେମାନେ ସେହି ବଂଶର ବା ଯେଉଁ ବଂଶର ରାଜାମାନଙ୍କର ଗତି ସଦାସର୍ବଦା ବର୍ଣ୍ଣି ଶିଖା ପରି ଊର୍ଦ୍ଧ୍ୱଗାମୀ ଥିଲା, ତୁମେ ସେହି ବଂଶରେ ଜାତ ହୋଇ ମଧ୍ୟ ତୁମର ଗତି କିପରି ନା ଜଳଧାରା ପରି ନିମ୍ନଗାମୀ। ପରବର୍ତ୍ତୀକୁ ଦେଖିବା। ତୁମ୍ଭ ପିତୃଗଣ ପରମ ଉଦାର, ରାଜ୍ୟ ମଣୁଥିଲେ ଏକ ପରିବାର। ତୁମ୍ଭର ପିତୃଗଣ, ତୁମ୍ଭର ପିତୃଗଣ କ'ଣ ନା କବି ଏଠାରେ କହୁଛନ୍ତି ତୁମ୍ଭର ବା ତୁମମାନଙ୍କର ଦରବାରରେ ଉପସ୍ଥିତ ରାଜାମାନଙ୍କର ପୂର୍ବପୁରୁଷ ବା ତୁମ୍ଭର ପିତୃଗଣମାନେ ଥିଲେ ପରମ ଉଦାର ସ୍ୱଭାବର। ରାଜ୍ୟକୁ ଗୋଟେ ପରିବାର ବୋଲି ମନେ କରୁଥିଲେ ଏବଂ ପ୍ରଜାମାନଙ୍କୁ ପରିବାରର ସଦସ୍ୟ ବୋଲି ମନେ କରୁଥିଲେ। ହେଲା, ପରବର୍ତ୍ତୀ ପର୍ଯ୍ୟାୟରେ ଦେଖିବା। କାହୁଁ ଗଲା ସେହି ପ୍ରାଚୀନ ସୁଧାରା, ରାଜା ପ୍ରଜା ଏବେ ହେଲେ ବାଜପାରା। କବି ଏଠାରେ କହୁଛନ୍ତି ସେହି ଯେଉଁ ପ୍ରାଚୀନ ସୁଧାରାଟି ପ୍ରଚଳିତ ହୋଇଥିଲା ବା ସେ ଯେଉଁ ପ୍ରାଚୀନ ପ୍ରଥାଟି ଥିଲା, ରାଜ୍ୟକୁ ଏକ ପରିବାର ବୋଲି ମନେ କରୁଥିଲେ ରାଜାମାନେ, ସେହି ଧାରା ଆଉ ଦେଖିବାକୁ ମିଳୁନାହିଁ।
ବର୍ତ୍ତମାନରେ ରାଜାମାନେ କ'ଣ ନା ରାଜା ଆଉ ପ୍ରଜା ମଧ୍ୟରେ ଯେଉଁ ସମ୍ପର୍କ ରହିଛି ତାହା ବାଜ ଆଉ ପାରାର ସମ୍ପର୍କ ପରି। ବାଜ ଆଉ ପାରା କ'ଣ ନା ବାଜ ହେଉଛି ଏକ ପକ୍ଷୀ ଯିଏକି ପାରାକୁ ଖାଇଦିଏ। ବର୍ତ୍ତମାନ ସମୟରେ ଖାଦ୍ୟ ଖାଦକର ସମ୍ପର୍କ ହୋଇଯାଇଛି ରାଜା ଆଉ ପ୍ରଜାମାନଙ୍କ ମଧ୍ୟରେ। କାଢ଼ି ନେଲା ରାଜା ଭୋଗ ଅଭିଳାଷ, ପ୍ରଜା ମୁଖୁ ତାର ଶ୍ରମାର୍ଜିତ ଗ୍ରାସ। କବି ଏଠାରେ କହୁଛନ୍ତି ବର୍ତ୍ତମାନର ରାଜାମାନେ ସୁଖ ଭୋଗ କରିବା ଉଦ୍ଦେଶ୍ୟରେ ବା ଅଭିଳାଷରେ, ଅଭିଳାଷର ଅର୍ଥ ହେଉଛି ଉଦ୍ଦେଶ୍ୟ, ସୁଖ ଭୋଗ କରିବା ଉଦ୍ଦେଶ୍ୟରେ ପ୍ରଜାମାନଙ୍କ ଠାରୁ ସେମାନଙ୍କର ଶ୍ରମାର୍ଜିତ ଗ୍ରାସ ବା ଶ୍ରମ ଅର୍ଜିତ, ଗ୍ରାସ କହିଲେ କ'ଣ ନା ଖାଦ୍ୟ, ଗ୍ରାସ କହିଲେ ଖାଦ୍ୟ, ଶ୍ରମାର୍ଜିତ ଗ୍ରାସକୁ କ'ଣ କରୁଛନ୍ତି ନା ଛଡ଼େଇକି ନେଇଯାଉଛନ୍ତି। ଏହାପରେ କ'ଣ କୁହାଯାଇଛି ନା ଦେଶୀ ହୋଇ ତୁମ୍ଭେ ଆଚରିଲ ନୀତି, ନିର୍ମମ ବିଦେଶୀ ସର୍ବଶୋଷୀ ନୀତି। କ'ଣ କହୁଛନ୍ତି କବି ନା ଦେଶୀ ହୋଇ ବା ଦେଶୀୟ ରାଜା ହୋଇ ମଧ୍ୟ ତୁମେମାନେ କ'ଣ ନା ତୁମେମାନେ ବିଦେଶୀଙ୍କର, ବିଦେଶୀ କହିଲେ କ'ଣ ନା ଇଂରେଜମାନଙ୍କର ଯେଉଁ ନୀତି ସର୍ବଶୋଷୀ। ସର୍ବଶୋଷୀର ଅର୍ଥ କ'ଣ ପିଲାମାନେ? ସର୍ବଶୋଷୀର ଅର୍ଥ ହେଉଛି ସବୁ ଶୋଷି କରି ନେଇଯିବା। ସେହି ନୀତିକୁ ତୁମେମାନେ କ'ଣ କରୁଛ ନା ଅବଲମ୍ବନ କରୁଛ। କେଉଁମାନେ ଅବଲମ୍ବନ କରୁଛନ୍ତି? ପିଲାମାନେ ସେହି ଦରବାରରେ ଉପସ୍ଥିତ ରାଜାମାନେ। ବାତ୍ସଲ୍ୟେ ନ ବାନ୍ଧି ପ୍ରଜାଙ୍କର ଚିତ୍ତ, ବାତ୍ସଲ୍ୟରେ ବା ସ୍ନେହରେ ପ୍ରଜାମାନଙ୍କର ଚିତ୍ତକୁ ବା ମନକୁ ନ ବାନ୍ଧି ତୁମେମାନେ କ'ଣ କରୁଛ ନା ବିଦେଶୀ ସଙ୍ଗିନେ କଲ ତାଙ୍କୁ ଭିତ। ବିଦେଶୀ ଅର୍ଥ ଯେଉଁ ଇଂରେଜମାନଙ୍କର ଯେଉଁ ବନ୍ଧୁକ ତାହାକୁ ଦେଖାଇ ତମେମାନେ କ'ଣ କରୁଛ ନା ତାଙ୍କୁ ଭୟଭୀତ କରାଇ ରଖିଛ। ଗନ୍ତାଘର ହେଲା ତୁମ୍ଭର ସର୍ବସ୍ୱ। ଆଜି କବି ଏଠାରେ କହୁଛନ୍ତି ରାଜାମାନଙ୍କୁ ଗନ୍ତାଘର ଆଜି ତମର ସର୍ବସ୍ୱ ପାଲଟି ଯାଇଛି। ଓ ପ୍ରାସାଦ ଗାଭୀ ହସ୍ତୀ ଅଶ୍ଵ। ବର୍ତ୍ତମାନର ରାଜାମାନଙ୍କର ସର୍ବସ୍ୱ କ'ଣ ନା ସର୍ବସ୍ୱ ହେଉଛି ତାଙ୍କର ଯେଉଁ ରହିଲା ଗାଭୀ ଅର୍ଥ ଗାଈ, ପ୍ରାସାଦ ଅର୍ଥ ରାଜପ୍ରାସାଦ, ଅଶ୍ଵ ଆଉ କ'ଣ ନା ଗନ୍ତାଘର, ତାହା ହେଉଛି ବର୍ତ୍ତମାନର ରାଜାମାନଙ୍କର ସର୍ବସ୍ୱ। ଏହାପରେ ଦେଖିବା ପିଲାମାନେ ରାଜା ଧର୍ମ ହେଲା ପ୍ରଜା ଧନ ବୁହା, ମନ୍ତ୍ରୀ ହେଲେ ଖଳ କଣ୍ଟ କାନ ଖୁଆ। କବି ଏଠାରେ କହୁଛନ୍ତି ବର୍ତ୍ତମାନର ଯେଉଁ ରାଜା ସେମାନଙ୍କର ରାଜଧର୍ମ କ'ଣ ନା ପ୍ରଜାମାନଙ୍କର କିପରି ଶ୍ରମାର୍ଜିତ ବା ଯେଉଁ ଅର୍ଜିତ ଧନକୁ କିଭଳି ବୋହିକି ଶୋଷି କରି ଆଣିବେ ତାହା ହେଉଛି ବର୍ତ୍ତମାନର ରାଜାମାନଙ୍କର ରାଜଧର୍ମ ବା ସେମାନେ ସେଇଆକୁ ରାଜଧର୍ମ ଭାବରେ ଗ୍ରହଣ କରିଛନ୍ତି। ମନ୍ତ୍ରୀ ହେଲେ ଖଳ କଣ୍ଟ କାନ ଖୁଆ। ମନ୍ତ୍ରୀମାନେ କ'ଣ ନା ବର୍ତ୍ତମାନର ମନ୍ତ୍ରୀମାନେ ଖଳ ଆଉ ଖଣ୍ଟ ଆଉ କାନକୁହା। କାନକୁହା ଅର୍ଥ ଯେଉଁମାନେ କାନରେ କହନ୍ତି, ଆସ୍ତେ ଆସ୍ତେ କହନ୍ତି, ଯେଉଁ ଚୁଗୁଲିଆ। ଆଉ ଖଳ ଅର୍ଥ କ'ଣ ନା ଖଳ ବୁଦ୍ଧି, ଦୁଷ୍ଟ ବୁଦ୍ଧି ସମ୍ପନ୍ନ। ଖଣ୍ଟ ଅର୍ଥ କ'ଣ ନା ଡକାୟତ। ବର୍ତ୍ତମାନର ମନ୍ତ୍ରୀମାନେ ହେଉଛନ୍ତି ଡକାୟତ ଆଉ କାନକୁହା ଆଉ ଖଳ ବା ଚୋର। ପରବର୍ତ୍ତୀ ପର୍ଯ୍ୟାୟରେ ଦେଖିବା ପିଲାମାନେ କ'ଣ ଅଛି। ତଣ୍ଡି ଦୁଃଖୀ ରଙ୍କି ଅରକ୍ଷିତ ରାଣ୍ଡ, ବିଦେଶୀଙ୍କି ଖୁଆଇଲ କୁକୁଟାଣ୍ଡ। କବି କହୁଛନ୍ତି ତଣ୍ଡି ଅର୍ଥ କ'ଣ ନା ଠକି, ଦୁଃଖୀ ରଙ୍କି ଅରକ୍ଷିତ ମାନଙ୍କୁ ଠକି ତୁମେମାନେ ବିଦେଶୀ ବା ଇଂରେଜମାନଙ୍କୁ କ'ଣ ଖୁଆଉଛ ନା କୁକୁଟାଣ୍ଡ। କୁକୁଟାଣ୍ଡର ଅର୍ଥ ହେଉଛି କୁକୁଡ଼ା ଅଣ୍ଡା। ତୁମେ କ'ଣ ନା ତୁମେ ଦୁଃଖୀ ରଙ୍କି ଅରକ୍ଷିତ ମାନଙ୍କୁ ଓ ରାଣ୍ଡମାନଙ୍କୁ ଠକିକି ତୁମେ ବର୍ତ୍ତମାନର ରାଜାମାନେ ବିଦେଶୀମାନଙ୍କୁ କୁକୁଡ଼ା ଅଣ୍ଡା ଖୁଆଉଛ। ନ ପାଇଲେ ଦୁଃଖୀ ପ୍ରଜା ଖୁଦ କୁଣ୍ଡା, ନେଲେ ଘିଅ ଅଣ୍ଡା ସଙ୍ଗେ ଛାଗ ମୁଣ୍ଡା। କାଣ୍ଡ ଜ୍ଞାନହୀନ କାଣ୍ଡ ପୃଷ୍ଠ ହୁଣ୍ଡା।
ନ ପାଇଲେ ଦୁଃଖୀ ପ୍ରଜା ଖୁଦକୁଣ୍ଡା। ପ୍ରଜାମାନେ ଯେଉଁ ବର୍ତ୍ତମାନ ତମେ ଯେଉଁ ବର୍ତ୍ତମାନର ରାଜାମାନେ ଶାସନ କରୁଛ, ସେହି ଶାସନରେ ପ୍ରଜାମାନେ ପାଉନାହାନ୍ତି, ଖୁଦକୁଣ୍ଡା ପାଉନାହାନ୍ତି ଖାଇବାକୁ। ନେଲେ ଘିଅ ଅଟା ସଙ୍ଗେ ଛାଗମୁଣ୍ଡା, କାଣ୍ଡ ଜ୍ଞାନହୀନ କାଣ୍ଡ ପୃଷ୍ଠହୁଣ୍ଡା। କ'ଣ ନା ନେଇଯାଉଛନ୍ତି କ'ଣ ନା କାଣ୍ଡ ପୃଷ୍ଠହୁଣ୍ଡା, ମାନେ ଅଜ୍ଞାନୀ ଲୋକମାନଙ୍କୁ ତୁମେ କ'ଣ କରିଛ ନା ବା କାଣ୍ଡ ପୃଷ୍ଠହୁଣ୍ଡାମାନଙ୍କୁ ତୁମେ ତୁମ ପାଖରେ ଘିଅ ଅଟା ଆଉ ଛାଗମୁଣ୍ଡା ଅର୍ଥ କ'ଣ ନା ମାଂସ, ଛେଳି ମାଂସ ଖୁଆଇ ତୁମେମାନେ ତାଙ୍କୁ ରଖୁଛ। କାହାଙ୍କୁ ରଖୁଛ ନା ଯେଉଁମାନଙ୍କର କ'ଣ ନା ଜ୍ଞାନ ନାହିଁ, ସେମାନଙ୍କୁ ତୁମେ ଅସ୍ତ୍ର ଶସ୍ତ୍ର ଦେଇ ରଖୁଛ। କ'ଣ ପାଇଁ ନା ପ୍ରଜାମାନଙ୍କୁ ଭୀତ କରି ବା ଭୟଭୀତ କରାଇ ସେମାନଙ୍କଠାରୁ ସେମାନଙ୍କର ଧନକୁ ଶୋଷଣ କରିବେ। ଏହାପରେ କ'ଣ କହୁଛନ୍ତି ନା ଅଭୀଷ୍ଟ ଦେବତା କଲ ଲୋଭ ପ୍ରେତ, ନଚେ ତିଲ ଖାଇ ବିପଦର ବେତ। ନା ରାଜପୁରର ଇଷ୍ଟ ଦେବତାଙ୍କୁ ତୁମେମାନେ ଲୋଭଗ୍ରସ୍ତ କରାଇ ବିପଦ ରୂପକ ବେତ୍ରାଘାତ ଖାଇଲେ ମଧ୍ୟ ତୁମେ ତିଳେ ହେଲେ ନିଜର ସ୍ଥିତିକୁ ବିଚାର କରିପାରିଲ ନାହିଁ। ହେଲା ପିଲାମାନେ, ଏଇଠାରେ କ୍ଲାସ୍ଟିକୁ ସମାପ୍ତ କରିବା। ଭିଡ଼ିଓଟି ଭଲ ଲାଗିଥିଲେ ଲାଇକ୍ ସେୟାର ସବସ୍କ୍ରାଇବ୍ ନିଶ୍ଚିନ୍ତ କରନ୍ତୁ। ଚ୍ୟାନେଲକୁ ସବସ୍କ୍ରାଇବ୍ ମଧ୍ୟ କରନ୍ତୁ।